ମୁଁ ଆଜ୍ଞା ପ୍ରମୋଦ ଗୋସାଇଁ ହଂସରା ପଞ୍ଚାୟତ ପୂର୍ବତନ ସରପଞ୍ଚ ଥିଲି। ଗତ ଟର୍ମରେ ମିସେସ୍ ମୋର ବି ସରପଞ୍ଚ ଥିଲେ। ପଞ୍ଚାୟତକୁ କିଛି ସରକାରଙ୍କ ତରଫରୁ ପଞ୍ଚାୟତ ଯେଉଁ କାମ ସବୁ ଆସୁଥିଲା, ବ୍ଲକ ପ୍ରଶାସନ ଏବଂ ସରପଞ୍ଚ ଏମାନେ ସବୁ ମିଳିତ ଭାବରେ ଡେଭଲପମେଣ୍ଟ ୱାର୍କ ସବୁ କରୁଥିଲେ। ମୁଁ ଏଇ ଯେଉଁ ଜାଗା ଉପରେ ଛିଡ଼ା ହେଇଛି ଯାଉଛି ପଞ୍ଚାୟତ ଫାସିଲିଟି ସେଣ୍ଟର। ସେତେବେଳେ ବ୍ଲକ ପ୍ରଶାସନଙ୍କ ନାଁରେ କାର୍ଯ୍ୟାଦେଶ ଥିଲା। ସେମାନେ ବହୁତ ତତ୍ପରତା କରି ପଞ୍ଚାୟତ କେମିତି ଉନ୍ନତ କାମ ଶୀଘ୍ର ହେବ ଆମ ମାଧ୍ୟମରେ କରିଥିଲେ। ଏ କାମଗୁଡ଼ିକର ସମସ୍ତ ମାଲ ମେଟେରିଆଲ୍ସ, ମିସ୍ତ୍ରୀ ମଜୁରୀ, ଲେବର, ବାଲି, ଇଟା ପଥର ସମ୍ପୂର୍ଣ୍ଣ ଆମ ଭାବରେ ଆମେ ଖରିଦି କରିକି ଆଣି ଘର କରିଥିଲୁ। ବ୍ଲକ ପ୍ରଶାସନ ଶୀଘ୍ର କେମିତି କାମ ହେବ ଏବଂ ସେ କରିଥିବା କାମଗୁଡ଼ିକର ପଇସା କେମିତି ଆମେ ଶୀଘ୍ର ପାଇବୁ ବୋଲି ସେ ବି ଆମକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏ ଘର ବିଲ୍ରୁ କିଛି ବିଲ୍ 6 ଲକ୍ଷ ଖଣ୍ଡେ ଟଙ୍କା ଦେଇଛନ୍ତି, ବିଲ୍ ଦେଇଛନ୍ତି। ତାପରେ ଆଉ ବିଲ୍ କରିନଥିଲେ। ଘର କାମ କମ୍ପ୍ଲିଟ୍ ସରିଲା ବହୁତ ଦିନ ହେଲା ସରିଗଲା ପରେ ଆଉ ଯେଉଁ ମାଲ ମେଟେରିଆଲ୍ସ କିଣା ହେଇକି ଆସିଥିଲା ତାର ବିଲ୍ ଆମେ ପଇଠ କରିପାରୁନୁ। ଦୋକାନୀକୁ ସୁଧକୁ ଆଣିକି ଦେଇଛୁ। ଆହୁରି ହାରାହାରି 3 ଲକ୍ଷ କେତେ ଟଙ୍କା ହେବ ପାଖାପାଖି ହେବ। ବର୍ତ୍ତମାନ କ'ଣ ହେଇଛି ନା ଯେଇ ମହାଶୟ ଆଉ ସରପଞ୍ଚ ମହାଶୟ, ବର୍ତ୍ତମାନ ପ୍ରେସିଡେଣ୍ଟ ସରପଞ୍ଚ ମହାଶୟ, ଘରର ଚାବିଟି ମୋ ପାଖରେ କାମ କମ୍ପ୍ଲିଟ୍ କଲା ପରେ ଚାବିଟି ମୁଁ ରଖିଥିଲି। ମୋତେ ଯାଇ ଚାବି ମାଗିଲେ ଯେ ଦିଅନ୍ତୁ, ଏଇଟା ମେଜରମେଣ୍ଟ କରି ଆମେ ବିଲ୍ କରିବୁ। ଯେହେତୁ ଡିପାର୍ଟମେଣ୍ଟରେ କାମ ଥିଲା ତେଣୁ ତାଙ୍କୁ ଆମେ ଚାବିଟି ଦେଇଥିଲୁ। ଚାବି ଦେଲା ପରେ ମୋର କିଛି ରଙ୍ଗ ଡବା, ଇଲେକ୍ଟ୍ରିକ୍ ପାର୍ଟସ୍, କିଛି ଆନୁଷଙ୍ଗିକ ଜିନିଷପତ୍ର ଘରେ ହାରାହାରି 30,000 ଟଙ୍କା ପାଖାପାଖି ବି ଥିଲା। ମୁଁ କହିଲି ଯେଇ ଆଉ ସରପଞ୍ଚ ଚାବି ନେଉଛନ୍ତି, ନିଅନ୍ତୁ, ମେଜରମେଣ୍ଟ କରିଦେଲେ ମୋ ଜିନିଷପଟା କାଢ଼ି ଆଣିବି, ଚେକ୍ ଆଣିବି ଆଉ। କିନ୍ତୁ ଦୀର୍ଘ 4 ମାସ ହେଲାଣି ମୋତେ ସେ ବ୍ଲକରୁ ଗାଁରୁ ବ୍ଲକ ଏମିତି ଯେଇ ଦୌଡ଼ଉଛନ୍ତି, ଆଜି କରିବା, କାଲି ଯିବା, ଦେଖିବା, ଇଏ କରିବା। କିନ୍ତୁ 2 ମାସ ହେଲାଣି ବର୍ତ୍ତମାନ କାଠକୋଟ ସାମପୁର କାଠକୋଟ ରାସ୍ତା କାମ ଚାଲୁଛି। ଦୀର୍ଘ 2 ମାସ ହେଲାଣି ଏଠି ସେମାନେ ଏ ଘରେ ଲେବରଙ୍କୁ ଚାବି ଦେଇଛନ୍ତି, ଯେଉଁଠିକି ଲେବରମାନେ ରହୁଛନ୍ତି। ଯାହାର କି ସ୍ଥାନୀୟ ଅଞ୍ଚଳରେ ଘର ହେଇଥିଲା ପଞ୍ଚାୟତ କାର୍ଯ୍ୟ କାମ ପାଇଁ ପଞ୍ଚାୟତବାସୀଙ୍କ କିଛି ସଭା ସମିତି ହେବ, ମିଟିଂ ହେବ। ଏସ୍ଏଚ୍ଜି ଗ୍ରୁପ୍ ମହିଳାମାନେ ଏଠି ବହୁତ ସମୟରେ ଗାଁ ଗଣ୍ଡାର ସମସ୍ୟା ସମାଧାନ କରିବା ପାଇଁ ଜାଗାଟି ଉପଯୁକ୍ତ ବୋଲି ଥିଲା। କିନ୍ତୁ ବର୍ତ୍ତମାନ ଏମାନେ ଯେଇ ଆଉ ସରପଞ୍ଚ ଚାବି ନେଇଥିଲେ ମାନେ ସେମାନେ କଣ୍ଟ୍ରାକ୍ଟର ସହିତ ହାତ ରଖିକିରି କୋଟି କୋଟି ଟଙ୍କା କାମ ଆସିଛି। କଣ୍ଟ୍ରାକ୍ଟର ତାର କେଉଁ ଜାଗାରେ ତାର ଘର କରିକିରି ଟେଣ୍ଟ କରିକି ତାର ଲେବର ରଖିବା କଥା, କିନ୍ତୁ ବର୍ତ୍ତମାନ ଏ ଘରେ ରଖିଛି, ଏ ଘରକୁ ଅଳିଆ ଆବର୍ଜନା କରୁଛନ୍ତି। ଆଉ ସେ ତାଙ୍କୁ ପଚାରିଲା ବେଳେ ସେ କହିଛନ୍ତି ଆମେ ଆମ ସରପଞ୍ଚ ଆଉ ଜେଇଙ୍କ କିଛି ଆମଠୁ ସେମାନେ କିଛି ପଇସା ନେଇଛନ୍ତି। ପଇସା ସରପଞ୍ଚ ଯେଇ ନେଇଥିବେ, ତାକୁ ପଞ୍ଚାୟତ ଡିପୋଜିଟ୍ କରିଥିବେ ନ କରିଥିବେ ସେ କଥା ମୁଁ ଜାଣିନି। କିନ୍ତୁ ବର୍ତ୍ତମାନ ମୁଁ କହିବା କଥା, ମୋ ବିଲ୍ ନ ମିଳିବା ପର୍ଯ୍ୟନ୍ତ ଏ ଘରଟି ଏମିତି ତାଲା ପଡ଼ି ରହିଥାଉ। ମୁଁ ଯେଉଁ ବାବୁମାନଙ୍କ ଦୋକାନରୁ ଆଣିକି ଜିନିଷପଟା ଲଗାଇଛି, ସେମାନେ ମୋତେ ମାଗିବାରୁ ପଇସା ମୁଁ ତାଙ୍କୁ ସୁଧକୁ ନେଇଯାଇଛି। ବର୍ତ୍ତମାନ 5% ସୁଧରେ ମୁଁ ଟଙ୍କା 2-3 ଲକ୍ଷ ଏବେ ଦେଇ ଚାଲିଛି। ତେଣୁ ମୋତେ ଯେଇ ବି ଆଜି ଯିବି କାଲି ଯିବି କହୁଛନ୍ତି। ଏମିତି ବି 100 ଥର ଗଲେ ଯେଇ ନା ବିଲ୍ ଦେଉଛନ୍ତି ନା ଆମ ସାଙ୍ଗରେ ଭଲସେ କଥାବାର୍ତ୍ତା କରୁଛନ୍ତି। ଯେହେତୁ ଆମେ ପୂର୍ବତନ ସରପଞ୍ଚ ଥିଲୁ, ଆମ ସମୟରେ କାମ କରିଥିଲୁ, ତେଣୁ ଆମେ ଅଯଥାରେ ଋଣ କରଜରେ ପଡ଼ି ମାନସିକ ଦୁଶ୍ଚିନ୍ତାରେ ଗତି କରୁଛୁ।